ସାଙ୍ଗମାନେ ଆଜିର ଦୃଶ୍ୟଟା ଦେଖିଲେ ସତରେ ମନ ଭାରି ହୋଇଯିବ। ବୈତରଣୀ ନଦୀର ପାଣିର ଚାପରେ ଏହି ଅଂଶଟା ଭାଙ୍ଗି ଯାଇଛି। କାଣି ନଦୀ ଭାଙ୍ଗି ଯାଇଛି। ନଦୀ ନୁହେଁ, ମାନେ ବୈତରଣୀ ନଦୀର ଗୋଟେ ଅଂଶ କାଣି। ମାନେ ଗୋଟେ କଥା ହେବ, ଗୋଟେ ଅଂଶ ଭାଙ୍ଗିଛି, ତାହା ଦେହରେ ଏତେ ପାଣି। ଯଦି ଗୋଟେ ନଦୀ ଭାଙ୍ଗିଥାନ୍ତା ତାହେଲେ ଆମର କ'ଣ ହେଇଥାନ୍ତା? ଯେଉଁ ନଦୀକୁ ଆମେ ଏତେ ଦିନ ହେଲା ଦୂରରୁ ଦେଖୁଥିଲୁ, ଆଜି ସେଇ ନଦୀ ଏମିତି ରୂପ ନେଇଛି। ଆପଣମାନେ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବେନି। ତେବେ ଆଜି ଆମେ ପୁରା ଜାଗାଟା ଦେଖିବା, କେତେ କ୍ଷତି ହୋଇଛି ଆଉ ଲୋକମାନଙ୍କ ଅବସ୍ଥା କେମିତି ଅଛି। ସବୁକିଛି ଆମେ ଏଇ ବ୍ଲଗରେ ଦେଖିବା। ଗାଇସ୍, ମୁଁ ଆସିକି ପହଞ୍ଚିଗଲି ନଦୀ ପାଖରେ। ସତ କହୁଛି, କ୍ୟାମେରା ଯେତେ ଦେଖାଯାଉଛି ତାଠାରୁ ଏଇଠି ଠିଆ ହୋଇ ଦେଖିଲେ ଅବସ୍ଥାଟା ଆହୁରି ଭୟଙ୍କର ଲାଗୁଛି। ପାଣିର ଚାପରେ ନଦୀର ଏ ଅଂଶଟା ଭାଙ୍ଗି ଯାଇଛି। ଏହି ଜାଗାଟିକୁ ଦେଖିଲେ ମୋର ଗୋଟିଏ କଥା ମନକୁ ଆସୁଛି, ପ୍ରକୃତିକୁ କେବେ ହେଲେ ହେଳା କରିବା ଉଚିତ ନୁହେଁ। ଗୋଟିଏ ଜାଗା ଭାଙ୍ଗିବା ମାନେ କେବଳ ମାଟି ଭାଙ୍ଗିବା ନୁହେଁ, ଏହା ସହିତ ଲୋକମାନଙ୍କର ଜୀବନ ଜଡ଼ିତ। କାହାର ଘରକୁ ଯିବା ରାସ୍ତା, କାହାର ଚାଷ ଜମି, କାହାର ଜୀବିକା। ଏଥିପାଇଁ ଆଜିର ଏହି ଦୃଶ୍ୟ ଦେଖି ମନଟା ସତରେ ଖରାପ ହେଉଛି। ଆଶା କରୁଛି ଖୁବ୍ ଶୀଘ୍ର ଏହାର ସମାଧାନ ହେବ ଏବଂ ଲୋକମାନେ ପୁଣି ନିଜ ସାଧାରଣ ଜୀବନକୁ ଫେରିପାରିବେ। କିନ୍ତୁ ଏତେ ଇମୋସନାଲ ହେଇଗଲେ ଆପଣମାନେ ଭିଡ଼ିଓ ବନ୍ଦ କରିଦେବେ। ତେଣୁ ଚାଲନ୍ତୁ ଟିକେ ମଜା କରିବା। ଭାଇ, ଏତେ ପାଣି ଦେଖି ତୋର ସୁଇମିଂ କରିବାକୁ ଇଚ୍ଛା ହେଉଛି କି? ତୁ ତ ପାଣି ଦେଖି ନିଜେ ଡରି ଯାଉଛୁ, ମତେ କ'ଣ କହୁଛୁ ମୁଁ ଯାଇ ପହରିମି ବୋଲି? ଆମର କମେଡି ଏତିକି, ଜୀବନ ବଞ୍ଚିଥିଲେ କମେଡି କରିବା। ଆଉ ରାସ୍ତାକଡ଼ରେ ବାଲି ଅଖା ଦେଇ ପାଣିକୁ ରୋକିବାରେ ଚେଷ୍ଟା ଚାଲିଛି। ଆପଣମାନେ ଏବେ ଯେଉଁ ଦୃଶ୍ୟ ଦେଖୁଛନ୍ତି, ଏହା କୌଣସି ସିନେମାର ଦୃଶ୍ୟ ନୁହେଁ, ଏହା ଆମ ଅଞ୍ଚଳର ବାସ୍ତବ ଚିତ୍ର। ବୈତରଣୀ ନଦୀର ଅଂଶ ଭାଙ୍ଗି ଯାଇଥିବାରୁ ଲୋକମାନେ କେତେ ହଇରାଣ ହେଉଛନ୍ତି ଦେଖନ୍ତୁ। ଲୋକଙ୍କ ଘରେ ପାଣି ପଶି ଯାଇଛି। ଅନେକ ଲୋକ ଘର ଛାଡ଼ି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଆଉ ମୁଁ এই ବନ୍ୟା ପାଇଁ 3ଟା ଭିଡ଼ିଓ ପକାଇ ସାରିଲିଣି। ଏଇଟା ହେଲା ମୋ 4ଥ ଭିଡ଼ିଓ। ମୁଁ ଏଇ ଭିଡ଼ିଓ ଦେଖିବା ପାଉଛି ଗଭର୍ଣ୍ଣମେଣ୍ଟ ବହୁତ ସାହାଯ୍ୟ କରୁଛି। ମାସେ ଉପରେ ହେଇଯିବ ଲୋକମାନେ ଏଇଭଳିଆ କଷ୍ଟ ପାଉଛନ୍ତି। ମୋତେ ଦେଖି ସତରେ ବହୁତ ଦୁଃଖ ଲାଗିଲା। ଆଉ ଦେଖନ୍ତୁ ଏଠି କେତେ ବାଲିଅଖା ଆସିକି ଥୁଆ ହେଇଛି। ଯେଉଁଠି ବନ୍ଧ ଭାଙ୍ଗିବ ସେଠି ସାଙ୍ଗେ ଦିଆହବ।